ବନ ମୂଲକର କାହାଣୀ। ବଣ ଭିତରେ ଗୋଟିଏ ରାଜଉଆସ ଥିଲା। ସେଠି ରାଜା, ରାଣୀ, ପାଟମନ୍ତ୍ରୀ, କଟୁଆଳ ସମସ୍ତେ ରହୁଥିଲେ। ରାଜ୍ୟ ଶାସନ ଭଲରେ ଚାଲିଥିଲା। ରାଜାଙ୍କର ଗୋଟିଏ ଅତି ସୁନ୍ଦରୀ କନ୍ୟା ଥିଲା। ତାର ନାଁ ଶଶିସେନା। ଶଶିସେନା ଥିଲେ ଦିବ୍ୟ ସୁନ୍ଦରୀ, ଗୋଟିଏ ଅରୁଆ ଚାଉଳରେ ଗଢ଼ା ଭଳି। ଶଶିସେନା ଦିନକୁ ଦିନ ଚନ୍ଦ୍ରକଳା ପରି ବଢ଼ିଲା। ଯୁବତୀ ହେଲା। ଶଶିସେନାର ବାହାଘର ପ୍ରସ୍ତାବ ପଡ଼ିଲା। ହେଲେ ରାଜାଙ୍କର ଏକ ନୂଆ ସମସ୍ୟା ଉଭା ହେଲା। ଶଶିସେନା ପାଇଁ କେଉଁଠି ହେଲେ ଉପଯୁକ୍ତ ବର ମିଳିଲେ ନାହିଁ। ଶଶିସେନା ଏତେ ସୁନ୍ଦରୀ ଥିଲେ ଯେ ତାଙ୍କୁ ଉପଯୁକ୍ତ ପ୍ରାର୍ଥୀ ମିଳିବାକୁ ବହୁତ କଷ୍ଟ ହେଉଥିଲା। ରାଜା ଯେଉଁଠି ବି ବର ଖୋଜୁଥିଲେ ଶଶିସେନାର ମନକୁ ଯାଉନଥିଲା। ତେଣୁ ଶଶିସେନା ଅତ୍ୟନ୍ତ ଦୁଃଖୀ ହୋଇପଡ଼ିଲେ। ଏଣେ ଝିଅର ବୟସ ଗଡ଼ି ଯାଉଥାଏ। ରାଜା ରାଣୀ ବ୍ୟସ୍ତ ହୋଇ ପଡ଼ୁଥାନ୍ତି। ଦିନେ ଶଶିସେନା ବସିଥାନ୍ତି। ତାର ଶକ୍ତି ଆସି ତାକୁ ନେଇ ଠାକୁରାଣୀଙ୍କୁ ପୂଜା କରିବା ପାଇଁ କହିଲେ। ଅର୍ଦ୍ଧରାତ୍ରରେ ଯାଇ ଠାକୁରାଣୀଙ୍କୁ ପୂଜା କଲେ ଠାକୁରାଣୀ ଫଳ ଦେବେ ଓ ଦୁଃଖ ବୁଝିବେ ବୋଲି ସଖୀ କହିଲେ। ଏହି ଅନୁସାରେ ଶଶିସେନା ପ୍ରତିଦିନ ଅର୍ଦ୍ଧରାତ୍ରରେ ଠାକୁରାଣୀଙ୍କୁ ପୂଜା କରିବାକୁ ଲାଗିଲେ। ସବୁଦିନ ଏମିତି କଠୋର ତପସ୍ୟା କଲେ। ହେଲେ ଠାକୁରାଣୀ ଶଶିସେନାର ଦୁଃଖ ଶୁଣିଲେ ନାହିଁ। ଅତି ଦୁଃଖ ସହି ନପାରି ଶଶିସେନା ଆତ୍ମହତ୍ୟା କରିବାକୁ ଯାଉଥିଲେ। ଏହି ସମୟରେ ଠାକୁରାଣୀ ତାଙ୍କର ମହିମା ଦେଖାଇଲେ। ସଙ୍ଗେ ସଙ୍ଗେ ସେଠାରେ ଏକ ଭୟଙ୍କର ସାପ ଉଭା ହୋଇଗଲା। ଶଶିସେନା ସାପକୁ ଦେଖି ଡରିଗଲେ। ତେବେ ସାପଟି କହିଲା, ଡର ନାହିଁ ରାଜକୁମାରୀ, ମୋ ଉପରେ ଠାକୁରାଣୀଙ୍କ ପାଣି ଛିଞ୍ଚି ଦିଅ। ଶଶିସେନା ସାପଟି କହିବା ଅନୁସାରେ ତାଙ୍କ ଉପରେ ଠାକୁରାଣୀଙ୍କ ପାଣି ଛିଞ୍ଚି ଦେଲେ। ସଙ୍ଗେ ସଙ୍ଗେ ସାପଟି ଏକ ସୁନ୍ଦର ଯୁବକ ପାଲଟିଗଲା। ଏହାପରେ ଠାକୁରାଣୀ ନିଜେ ଉଭା ହୋଇ ଶଶିସେନାଙ୍କୁ ଏହି ସୌମ୍ୟକାନ୍ତ ଯୁବକକୁ ବିବାହ ହେବାକୁ କହିଲେ। ତେବେ ଠାକୁରାଣୀଙ୍କ ନିର୍ଦ୍ଦେଶ ଅନୁସାରେ ଶଶିସେନା ଉକ୍ତ ଯୁବକଙ୍କୁ ବିବାହ ହେବା ପାଇଁ ପ୍ରସ୍ତାବ ଦେଲେ। ଯୁବକ ଜଣକ ରାଜି ହୋଇଗଲେ। ଶଶିସେନା ତାଙ୍କ ଘରକୁ ଫେରିବାକୁ କହିଲେ, କିନ୍ତୁ ଯୁବକ ଏହାକୁ ମନା କରିଦେଲେ ଏବଂ ରାଜନଅରକୁ ନ ଯାଇ ସେମାନେ ଅନ୍ୟତ୍ର ଚାଲିଯିବାକୁ ପ୍ରସ୍ତାବ ଦେଲେ। ଜଣେ ଅପରିଚିତ ଯୁବକଙ୍କୁ ଦେଖିଲେ ହୁଏତ ରାଜା ତାଙ୍କର ମୁଣ୍ଡ କାଟ ଆଦେଶ ଦେଇପାରନ୍ତି। ଏହି ଭୟରେ ଯୁବକ ଶଶିସେନାକୁ ରାଜନଅରକୁ ଯିବାକୁ ମନା କଲେ। ତେଣୁ ଦୁହେଁ ରାଜନଅରକୁ ନ ଯାଇ ଅନ୍ୟ ରାଜ୍ୟ ଅଭିମୁଖେ ଯାତ୍ରା କଲେ। ଉକ୍ତ ଯୁବକଟି ଏକ ଘୋଡ଼ାରେ ବସି ଶଶିସେନାଙ୍କୁ ଅନ୍ୟ ରାଜ୍ୟ ଅଭିମୁଖେ ନେଲା। ବାଟରେ ଯାଉ ଯାଉ କ୍ଳାନ୍ତ ହୋଇ ପଡ଼ିଲେ। ଏକ ସ୍ଥାନରେ ବିଶ୍ରାମ ନେଲେ। ଏହା ପରେ ଯୁବକ ଶଶିସେନାଙ୍କୁ ବସେଇ ଖାଦ୍ୟ ଆଣିବା ପାଇଁ ନିକଟ ଗାଁକୁ ଗଲା। ଯୁବକଟି ଗାଁରେ ଏକ ମାଲ୍ୟାଣୀ ଘରେ ପହଞ୍ଚିଲା। ମାଲ୍ୟାଣୀ ବୁଢ଼ୀକୁ କିଛି ଖାଦ୍ୟ ମାଗିଲା। ମାଲ୍ୟାଣୀ ବୁଢ଼ୀ ଏତେ ସୁନ୍ଦର ଯୁବକକୁ ଦେଖି ତାର ଲୋଭ ହେଲା। ଏହି ଯୁବକକୁ ନିଜେ ଘରେ ରଖିବାକୁ ମାଲ୍ୟାଣୀ ବୁଢ଼ୀର ଇଚ୍ଛା ହେଲା। ତେଣୁ ସେ ଯୁବକ ସମ୍ପର୍କରେ ଜାଣିବାକୁ ଚେଷ୍ଟା କଲା। ଯୁବକଟି ସବୁ କଥା ବର୍ଣ୍ଣନା କଲା ଏବଂ ତାର ପତ୍ନୀ ଶଶିସେନାକୁ ବାଟରେ ବସେଇ ଦେଇ ଆସିଛି ବୋଲି କହିଲା। ଏହା ଶୁଣି ବୁଢ଼ୀଟି ଯୁବକ ପ୍ରତି ଦୟା ଦେଖାଇ କହିଲେ, ଚାଲ ତମ ପତ୍ନୀକୁ ଆମ ଘରକୁ ଆଣିବା। ତମେ ଦୁହେଁ ଆମ ଘରେ ରହିବ ଏବଂ ମୁଁ ତୁମକୁ ପାଇଟି କରି ପୋଷିବି। ଏମିତି ମାଲ୍ୟାଣୀ ବୁଢ଼ୀ କଥାରେ ଭଳି ଯାଇ ଯୁବକଟି ତାର ସ୍ତ୍ରୀକୁ ସାଥିରେ ଧରି ମାଲ୍ୟାଣୀ ଘରକୁ ଆସିଲା। ଦୁହେଁ ବୁଢ଼ୀ ଘରେ ଖାଇଲେ, ପିଇଲେ ଏବଂ ରାତ୍ରି ହେବାରୁ ଦୁହେଁ ବୁଢ଼ୀ ଘରେ ଶୋଇଲେ। ସେଇଠୁ କଣ ହୋଇଛି ନା ବୁଢ଼ୀ ଦୁହେଁ ଶୋଇଥିବା ଘରକୁ ଆସିଲା। ଦୁହେଁ ନିଘୋଡ଼ ନିଦରେ ଶୋଇ ପଡ଼ିଥିଲେ। ମାଲ୍ୟାଣୀ ବୁଢ଼ୀ ଯୁବକ ଉପରକୁ କିଛି ମନ୍ତ୍ରା ପାଣି ଛିଞ୍ଚି ଯୁବକକୁ ମେଣ୍ଢା କରିଦେଲା ଏବଂ ସେଠାରୁ ଚାଲି ଆସିଲା। ସକାଳୁ ଶଶିସେନା ଉଠି ଦେଖେ ତ ତା ସ୍ୱାମୀ ନାହିଁ। ସେ ଆସି ବୁଢ଼ୀକୁ କହିଲା। ବୁଢ଼ୀ କହିଲା, କାହିଁ ଲୋ ମା, ତମେ ଶୋଇବାକୁ ଗଲ? ମୁଁ ବୁଢ଼ୀ ଲୋକ,
ମୁଁ ଆର ଘରେ ଶୋଇଥିଲି। କେଜାଣି କେତେବେଳେ ତୋ ସ୍ୱାମୀ କୁଆଡ଼େ ଚାଲିଗଲା ମୁଁ ଜାଣିନି। ବୁଢ଼ୀ ଶଶିସେନା ପ୍ରତି ଦୁଃଖ ପ୍ରକାଶ କରି ତାକୁ ସମବେଦନା ଜଣାଇଲା। ଶଶିସେନା ବୁଢ଼ୀର କପଟ ବୁଝି ପାରିଲା ନାହିଁ ଏବଂ ସ୍ୱାମୀକୁ ଖୋଜି ଖୋଜି ସେଠାରୁ ଚାଲି ଆସିଲା। ଏଣେ ବୁଢ଼ୀ ଯୁବକଟିକୁ ମନ୍ତ୍ର ବଳରେ ଦିନରେ ମେଣ୍ଢା କରି ରଖେ ଓ ରାତିରେ ମଣିଷ କରେ। ଶଶିସେନା ସ୍ୱାମୀକୁ ନ ପାଇ କାନ୍ଦି କାନ୍ଦି ଏଣେ ତେଣେ ଖୋଜିଲା ଏବଂ କେଉଁଠୁ ନ ପାଇ ପୁଣି ସେଇ ଠାକୁରାଣୀଙ୍କ ନିକଟକୁ ଗଲା। ଠାକୁରାଣୀ ଶଶିସେନାର ଦୁଃଖ ବୁଝିଲେ ଏବଂ ତାକୁ ସ୍ୱପ୍ନାଦେଶ କଲେ ଯେ ତାର ସ୍ୱାମୀ ସେଇ ମାଲ୍ୟାଣୀ ବୁଢ଼ୀ ଘରେ ମେଣ୍ଢା ହୋଇ ରହିଛି। ଏହାପରେ ଠାକୁରାଣୀ ଶଶିସେନାକୁ ଏକ ବର ଦେଲେ। ଶଶିସେନା ଚାହିଁଲେ ତା ନିଜ ଇଚ୍ଛା ଅନୁସାରେ ଯେଉଁ ବେଶ ଧରିପାରିବ ବୋଲି ଠାକୁରାଣୀ ତାକୁ ବର ଦେଲେ ଏବଂ ଏହାପରେ ଶଶିସେନା ତାର ସ୍ୱାମୀକୁ ବୁଢ଼ୀ କବଳରୁ ଉଦ୍ଧାର କରିବାକୁ ଲାଗି ପଡ଼ିଲେ।